ଅକ୍ଟୋବରରେ ମାତ୍ର ଏତିକି ଦିନ ଖୋଲା ରହିବ ବ୍ୟାଙ୍କ। ଦଶହରା ଠାରୁ ଦୀପାବଳି ପର୍ଯ୍ୟନ୍ତ ଅନେକ ପ୍ରମୁଖ ପର୍ବ ଅକ୍ଟୋବରରେ ପଡୁଛି। ଯାହା ଫଳରେ ବ୍ୟାଙ୍କ ଛୁଟି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ଅନୁଯାୟୀ ସାରା ଦେଶରେ ଅକ୍ଟୋବର ମାସରେ ବ୍ୟାଙ୍କ ଗୁଡ଼ିକର ମୋଟ 21 ଦିନ ପାଇଁ ବନ୍ଦ ରହିବ। ବ୍ୟାଙ୍କ ଛୁଟି କ୍ୟାଲେଣ୍ଡର ବିଜୟାଦଶମୀ, ଆୟୁଧ ପୂଜା ଏବଂ ଦୁର୍ଗା ପୂଜା ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ। 21 ଅକ୍ଟୋବରରେ ଦୀପାବଳି, ଅମାବାସ୍ୟା, ଲକ୍ଷ୍ମୀ ପୂଜା ଏବଂ ଗୋର୍ଦ୍ଧନ ପୂଜା ପାଇଁ ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଛୁଟି ରହିବ। 22 ଅକ୍ଟୋବରରେ ବାଲି ପ୍ରତିପାଦ, ବିକ୍ରମ ସମ୍ବତ ନୂତନ ବର୍ଷ ଏବଂ ଲକ୍ଷ୍ମୀ ପୂଜା ପାଇଁ ଗୁଜରାଟ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ମଧ୍ୟରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ। 23 ଅକ୍ଟୋବରରେ ଉତ୍ତରପ୍ରଦେଶ, ମଣିପୁର, ବିହାର ଛୁଟି ଆଣିବ। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶ 27 ଏବଂ 28 ତାରିଖ ଛଟ ପୂଜା ପାଇଁ ମଧ୍ୟ ଛୁଟି ରହିବ। 31 ଅକ୍ଟୋବରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ପାଇଁ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ। ବିହାର ସହ ନୂଆପଡ଼ା ଉପନିର୍ବାଚନ। ନୂଆପଡ଼ା ଦଖଲ ପାଇଁ ଆରମ୍ଭ ହୋଇଛି କସରତ। ଅକ୍ଟୋବର 6 ତାରିଖରୁ ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। କିନ୍ତୁ ତା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ନିଜ ନିଜ ସପକ୍ଷରେ ମତଦାନ ପାଇଁ ଦାବି କରିଛନ୍ତି। ଶାସକ ଦଳ ବିଜେପି ଉପନିର୍ବାଚନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। ବିଜେପି ରାଜ୍ୟ ସଭାପତି ମୋହନ ସାମଲ କହିଛନ୍ତି, ନୂଆପଡ଼ାରେ ଆମେ ନିଶ୍ଚୟ ଜିତିବୁ। ଆମେ ଜିତିବା ପାଇଁ ଲୋକମାନେ ଚାହୁଁଛନ୍ତି। ସେ ଅଞ୍ଚଳରେ ବିକାଶ ବହୁତ ପଛରେ ଅଛି। ବିଜେପି ଜିତିଲେ ସେ ଅଞ୍ଚଳରୁ ଥିବା ସମସ୍ୟା ସମାଧାନ କରିବାରେ ସମର୍ଥ ହେବ ବୋଲି ମନମୋହନ କହିଛନ୍ତି। ଏହା ବ୍ୟତୀତ ଦଳର ପ୍ରାର୍ଥୀ କିଏ ହେବ ସେ ସମ୍ପର୍କରେ ମନମୋହନ କହିଛନ୍ତି। ସେପଟେ କଂଗ୍ରେସ ନୂଆପଡ଼ା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଜେପିକୁ କାଉଣ୍ଟର କରି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ ନୂଆପଡ଼ାରେ ଯାହା କଲେ ବି ବିଜେପି ଜିତିପାରିବ ନାହିଁ। ଖୁବ୍ ଶୀଘ୍ର କଂଗ୍ରେସରେ ଅନେକ ଲୋକ ଯୋଗ ଦେବେ। ଘାସିରାମ ମାଝୀ ନୂଆପଡ଼ାର ମାଟିର ପୁଅ। ମାଟିର ମଣିଷ ଘାସିରାମ ମାଝୀ ହିଁ ଜିତିବେ ନୂଆପଡ଼ା ଉପନିର୍ବାଚନ। ଚାଇନାକୁ ଧୋକା ଦେଲା ପାକିସ୍ତାନ। ପାକିସ୍ତାନ ଆମେରିକାର ସମର୍ଥନ ହାସଲ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ସପ୍ତାହରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କାଠ ବାକ୍ସରେ ଦୁର୍ଲଭ ଖଣିଜ ପଦାର୍ଥ ଉପସ୍ଥାପନ କରି ଆମେରିକାର ସହଯୋଗ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ଏହି ପଦକ୍ଷେପ ଚାଇନାର ଦୁର୍ଲଭ ଖଣିଜ ପଦାର୍ଥ ଯୋଗାଣ ଉପରେ ଆଧିପତ୍ୟକୁ ହ୍ରାସ କରିବା ପାଇଁ ଟ୍ରମ୍ପଙ୍କ ପ୍ରୟାସ ମଧ୍ୟରେ ଆସିଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ପ୍ରକାଶିତ ଏକ ଫଟୋରେ ରାଷ୍ଟ୍ରପତି ଟ୍ରମ୍ପ ଜେନେରାଲ ମୁନି ଦ୍ୱାରା ପ୍ରଦର୍ଶିତ ଦୁର୍ଲଭ ଖଣିଜ ପଦାର୍ଥକୁ ଗଭୀର ଭାବରେ ନିରୀକ୍ଷଣ କରୁଥିବାର ଦେଖାଯାଇଛି। ଏହି ଖଣିଜ ପଦାର୍ଥ ଗୁଡ଼ିକ ଏକ ସୁନ୍ଦର କାଠ ବାକ୍ସରେ ରଖାଯାଇଥିଲା। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ହସ ହସ ମୁହଁରେ ଉପସ୍ଥିତ ଥିଲେ। ଏହି ଘଟଣା ଓଲାଭ ଅଫିସର ଏକ ବନ୍ଦ ଦ୍ୱାରା ବୈଠକ ପରେ ସାମ୍ନାକୁ ଆସିଥିଲା। ଅଗଷ୍ଟ ମାସରେ ପାକିସ୍ତାନ ଆମେରିକା ସହ ଏକ ବାଣିଜ୍ୟ ଚୁକ୍ତି କରିଥିଲା, ଯାହା ଦେଶର ଖଣିଜ ଓ ତୈଳ ସମ୍ପଦରେ ଆମେରିକୀୟ ନିବେଶକୁ ଆକର୍ଷଣ କରିବାକୁ ଲକ୍ଷ୍ୟ ରଖିଛି। ଆମେରିକା ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପାକିସ୍ତାନରୁ ଆଣ୍ଟିମନି, ତମ୍ବା, ସୁନା, ଟଙ୍ଗଷ୍ଟନ ଏବଂ ଦୁର୍ଲଭ ଖଣିଜ ପଦାର୍ଥ ରପ୍ତାନି ଆରମ୍ଭ ହେବ। ଏହା ସହ ମୂଲ୍ୟ ସଂଯୋଜନ ସୁବିଧା ବିକାଶ ଏବଂ ଖଣିଜ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ପାଇଁ ଉଭୟ ପକ୍ଷରୁ ପ୍ରତିଶ୍ରୁତିବଦ୍ଧ। ଆମେରିକୀୟ ଦୂତାବାସ ଏହି ଚୁକ୍ତିକୁ ସ୍ୱାଗତ କରି ଏହାକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ କରିବାର ଏକ ଇତିହାସ ବୋଲି ଅଭିହିତ କରିଛି। ଏହା ବ୍ୟତୀତ ପାକିସ୍ତାନର ନ୍ୟାସନାଲ ଲଜିଷ୍ଟିକ୍ କର୍ପୋରେସନ ଏବଂ ପର୍ତ୍ତୁଗାଲ ମୋଟର ଆଙ୍ଗେଲ ଗ୍ରୁପ ମଧ୍ୟ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ସମସ୍ତ ଚୁକ୍ତି ପାକିସ୍ତାନର ଖଣି ଖାଦାନ କ୍ଷେତ୍ରକୁ ଆଧୁନିକରଣ ଏବଂ ବିସ୍ତାର କରିବା ପାଇଁ ଅନ୍ତର୍ଜାତୀୟ ନିବେଶ ଆକର୍ଷଣ କରିବାର ଅଂଶବିଶେଷ। ପାକିସ୍ତାନ ସରକାର ମୃତକଙ୍କ ପରିବାରକୁ 20 ଲକ୍ଷ କ୍ଷତିପୂରଣ ଦେବେ ବିଜୟ ଥାଲାପତି। ଚେନ୍ନାଇରୁ ପ୍ରାୟ 400 କିଲୋମିଟର ଦୂର କରୁରେ ଅଭିନେତା ରାଜନେତା ପାଲଟିଥିବା ଥାଲାପତି ବିଜୟ ରାଲିରେ ଦଳାଚକଟା ହୋଇ 8 ଜଣ ପିଲାଙ୍କ ସମେତ 39 ଜଣର ମୃତ୍ୟୁ ହୋଇଥିଲା। ଦଳାଚକଟାର କାରଣ ଏବେ ସ୍ପଷ୍ଟ ରହିଛି, କିନ୍ତୁ ଅନେକ ତ୍ରୁଟି ଏହି ଦଳାଚକଟା ପାଇଁ ଦାୟୀ ବୋଲି ଅନୁମାନ କରାଯାଉଛି। ପୁଲିସ ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ଆରମ୍ଭ କରିଦେଇଛି। ଏ ମଧ୍ୟରେ ଶୋକ ପ୍ରକାଶ କରିବା ସହ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ଥାଲାପତି ବିଜୟ। ଅଭିନେତା ରାଜନେତା ବିଜୟ ଆଜି 39 ଜଣଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ପାକିସ୍ତାନରେ ନବରାତ୍ରିର ଧୁମ୍। ସାରା ଦେଶରେ ନବରାତ୍ରିର ଏବେ ଜୋରଦାର ଚାଲିଛି ସେଲିବ୍ରେସନ। ସବୁଠି ମାତାରାଣୀଙ୍କ କୀର୍ତ୍ତନ ଶୁଣାଯାଉଛି। ଲୋକମାନେ ଭକ୍ତିରେ ବୁଡ଼ି ରହିଛନ୍ତି। ଦେବୀଙ୍କ ସମ୍ମୁଖରେ ମୁଣ୍ଡ ନୁଆଇ ନିଜ ଇଚ୍ଛା ପୂରଣ ପାଇଁ ପ୍ରାର୍ଥନା କରୁଛନ୍ତି। ନବରାତ୍ରି ଅବସରରେ ଦେଶବ୍ୟାପୀ ମାତାରାଣୀ ମଣ୍ଡପ ସ୍ଥାପନ କରାଯାଇଛି, ଯେଉଁଠାରେ ସ୍ଥାନୀୟ ଲୋକମାନେ ମାତାରାଣୀଙ୍କ ଦର୍ଶନ ଏବଂ ଆଶୀର୍ବାଦ ପାଇଁ ଆସୁଛନ୍ତି। ବର୍ତ୍ତମାନ ଏହି ନବରାତ୍ରି ଅବସରର ପଡ଼ୋଶୀ ପାକିସ୍ତାନରୁ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ପାକିସ୍ତାନର ହିନ୍ଦୁମାନେ ମଣ୍ଡପ ସ୍ଥାପନ କରି ମାତାରାଣୀଙ୍କ ଜାଗରତା ପାଳନ କରୁଛନ୍ତି। ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ପସନ୍ଦ କରାଯାଉଛି। ଏବେ ପୁଣି ବର୍ଷାର ଡର ତାଣ୍ଡବ ରଚିବ ବୁଆଲୋଇ। ରବିବାର ଦିନ ଭିଏତନାମର କେନ୍ଦ୍ରୀୟ ଏବଂ ଉତ୍ତରପ୍ରଦେଶରୁ ହଜାର ହଜାର ଲୋକଙ୍କୁ ଟାଇଫୁନ ବୁଆଲୋଇର ବିପଦ ଯୋଗୁଁ ସ୍ଥାନାନ୍ତର କରାଯାଇଥିଲା। ଝଡ଼ଟି ଦ୍ରୁତ ଗତିରେ ଭିଏତନାମ ଆଡ଼କୁ ଆସିଛି। ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗକୁ ଛୁଇଁବ ବୋଲି ଆଶା କରାଯାଉଛି।
ପାଣିପାଗ ବିଭାଗ ଆକଳନ କରିଛି ଯେ ଝଡ଼ଟି 133 କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରୁଛି। ପବନ 1 ମିଟରରୁ ଅଧିକ ଲହରୀ ଏବଂ ମୂଷଳଧାରରେ ବର୍ଷା ଆଣିପାରେ, ଯାହାଫଳରେ ବନ୍ୟା ଏବଂ ଭୂସ୍ଖଳନ ହୋଇପାରେ। ଡଙ୍ଗାଗୁଡ଼ିକୁ ସମୁଦ୍ର ଯିବାକୁ ବାରଣ କରାଯାଇଥିଲା। ପ୍ରମୁଖ ବିମାନ ବନ୍ଦର ବନ୍ଦ କରାଯାଇଛି।